ପିଲାମାନେ ଆଜିର ଅଧ୍ୟାୟକୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ଷଷ୍ଠ ଶ୍ରେଣୀ ବହିର ପ୍ରଥମ ପଦ୍ୟ ବର୍ଷା ଅନ୍ତର୍ଭୁକ୍ତ କିଛି ଅଭ୍ୟାସ କାର୍ଯ୍ୟ କରିବା। ତେବେ ଚାଲ ଦେଖିବା ଏହି ବର୍ଷା ପଦ୍ୟଟିରେ କେଉଁ କେଉଁ ସବୁ ଅଭ୍ୟାସ କାର୍ଯ୍ୟ ଅଛି ତାକୁ ଆମେ ଅଭ୍ୟାସ କରିବା। ପ୍ରଥମ ଅଭ୍ୟାସ କାର୍ଯ୍ୟଟି ହେଉଛି ସରଳ ଭାଷାରେ ବୁଝାଇ ଲେଖ। ଆମେ ପ୍ରତି ପଦକୁ ଭଲ ଭାବରେ ପଢ଼ିବା ଏବଂ ତାକୁ ବୁଝି ତାକୁ ସରଳ ଭାଷାରେ ବୁଝାଇ ଲେଖିବା। ପ୍ରଥମ ପଦଟି ହେଉଛି ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ। ଏହି ପଦଟିର ଅର୍ଥକୁ ତୁମେ କିପରି ଭାବରେ ସରଳ ଭାଷାରେ ବୁଝାଇ ଲେଖିବ, ଆସ ମୁଁ ତମମାନଙ୍କୁ ଏବେ ବୁଝାଇ ଦେଉଛି। ଉତ୍ତରଟିକୁ ଦେଖ। ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ। ତୁମେ ଏଠାରେ ପ୍ରଥମେ କବି କିଏ ଏବଂ ସେ କ'ଣ ବର୍ଣ୍ଣନା କରିବାକୁ ଚାହିଁଛନ୍ତି ତାହା ଲେଖିବ। ସଂସ୍କୃତ ପଦ୍ୟାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ବର୍ଷା କବିତାରୁ ଆନିତ। ପୃଥିବୀର ଦୁଃଖ ଦେଖି ମେଘ କିପରି ଜଳଦାନ କରେ ତାହା ଏଠାରେ ବର୍ଣ୍ଣନା କରାଯାଇଛି। ତେବେ ଚାଲ ବିସ୍ତୃତ ବର୍ଣ୍ଣନାଟି ଦେଖିବା। ସୂର୍ଯ୍ୟର ଉତ୍ତାପରେ ପୃଥିବୀ 8 ମାସ ଧରି ଉତ୍ତପ୍ତ ହୋଇଥାଏ। ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସେ। ମେଘମାଳ ଆକାଶ ପଥେ ମିଳିତ ହୋଇ ଘଡ଼ଘଡ଼ି ବିଜୁଳି ସହ ଜଳ ବର୍ଷା କରେ। ଏହି ଋତୁ ଜଳଦାନ କରି ପୃଥିବୀକୁ ଶସ୍ୟ ଶ୍ୟାମଳା କରିଥାଏ। ତେଣୁ ଜୀବଜଗତ 6ଟି ଋତୁ ମଧ୍ୟରୁ ବର୍ଷା ଋତୁକୁ ଶ୍ରେଷ୍ଠ ବୋଲି କହିଥାନ୍ତି। ତାହେଲେ ପିଲାମାନେ, ମୁଁ ଆଶା କରୁଛି ତୁମେମାନେ ଏହି ପଦଟିର ଅର୍ଥ ଭଲ ଭାବରେ ବୁଝିପାରିଛ ଏବଂ ଲେଖିପାରିବ ମଧ୍ୟ। ତେବେ ଚାଲ ଦ୍ୱିତୀୟ ପଦକୁ ଆମେ ଯିବା। ଦ୍ୱିତୀୟ ପଦଟି ହେଉଛି ଅଳପ ନଦୀଏ ପୂରିଲେ ଲହରୀ ମତେ ଉଛୁଳିଲେ। ତାହେଲେ ଏହି ପଦଟିକୁ କିପରି ଭାବରେ ଆମେ ସରଳ ଭାଷାରେ ବୁଝାଇ ଲେଖିବା ମୁଁ ତୁମମାନଙ୍କୁ ଏବେ ବତାଇଦେବି। ଚାଲ ଦେଖିବା। ସଂସ୍କୃତ ପଦ୍ୟାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ବର୍ଷା କବିତାରୁ ଆନିତ। ଏଠାରେ କବି ବର୍ଷା କାଳର କ୍ଷୁଦ୍ର କ୍ଷୁଦ୍ର ନଦୀର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଛନ୍ତି। ତାହେଲେ ଦେଖିବା ଏହାର ବର୍ଣ୍ଣନା କିପରି ଭାବରେ କବି ଏଠି କରିଛନ୍ତି। ବର୍ଷା ଋତୁ ଆସିବା ମାତ୍ରେ ଚାରିଆଡ଼େ ଅନବରତର ବର୍ଷା ହୋଇଥାଏ। ବର୍ଷା ଜଳ ଲାଭ କରି ପ୍ରାଣୀ ଜଗତ ଆନନ୍ଦିତ ହୋଇଥାନ୍ତି। ଜୁଳୁଜୁଳିଆ ପୋକମାନେ ସନ୍ଧ୍ୟାବେଳେ ଉଡ଼ି ବୁଲନ୍ତି। ମେଘର ଗୁରୁଗମ୍ଭୀର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟ ଚାରିପାଖରେ ଥାଇ ଗର୍ଜନ କରନ୍ତି। ଛୋଟ ଛୋଟ ନଦୀ ଜଳରେ ପୂର୍ଣ୍ଣ ହୋଇ ଉଠନ୍ତି। ସେସବୁ ନଦୀରେ ହଠାତ୍ ବନ୍ୟା ଦେଖାଦିଏ। ଲହରୀ ସହିତ ଛୋଟ ଛୋଟ ନଦୀଗୁଡ଼ିକ ଉଛୁଳି ଉଠି ଦୁଇ କୂଳକୁ ଛୁଇଁଥାନ୍ତି। ତାହେଲେ ପିଲାମାନେ, ମୁଁ ଆଶା କରୁଛି ତମେମାନେ ଏହି ଦ୍ୱିତୀୟ ପଦଟିକୁ କିପରି ଭାବରେ ସରଳ ଭାଷାରେ ବୁଝାଇ ଲେଖିବ ତାହା ବୁଝିପାରିଛ। ତେବେ ଚାଲ ଆମେ ତୃତୀୟ ପଦଟିକୁ ଦେଖିବା। ତୃତୀୟ ପଦଟି ହେଉଛି ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ଏହି ପଦଟିକୁ ଆମେ କିପରି ସରଳ ଭାଷାରେ ବୁଝାଇ ଲେଖିବା ଚାଲ ତାକୁ ଦେଖିବା। ସରଳ ଭାଷାରେ ବୁଝାଇ ଲେଖିବା ବେଳେ ତୁମେମାନେ ପ୍ରଥମେ କବିଙ୍କ ପରିଚୟ ଏବଂ ତାଙ୍କ ରଚିତ କେଉଁ କବିତାରୁ ଆସିଅଛି ଏହି ପଦଟି ତାକୁ ଲେଖିବ ଏବଂ ଏଠାରେ କବି କାହା ବିଷୟରେ ବର୍ଣ୍ଣନା କରିଛନ୍ତି ତାକୁ ମଧ୍ୟ ତୁମେମାନେ ଲେଖିବ। ଚାଲ ତାହେଲେ ଦେଖିବା ଏହି ପଦଟିକୁ ଆମେ କିପରି ଭାବରେ ସରଳ ଭାଷାରେ ବୁଝାଇ ଲେଖିବା। ସଂସ୍କୃତ ପଦ୍ୟାଂଶଟି କବି
ଜଗନ୍ନାଥ ଦାସଙ୍କର ରଚିତ ବର୍ଷା କବିତାରୁ ଆନିତ। ଏଠାରେ କବି ପୃଥିବୀକୁ ରାଜା ସହିତ ତୁଳନା କରିଥିବା କଥା ବର୍ଣ୍ଣନା କରାଯାଇଛି। ତାହେଲେ ଚାଲ ଏହି ପଦଟିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିବା। ବର୍ଷା ଋତୁର ଆଗମନରେ ପୃଥିବୀ ଶସ୍ୟ ଶ୍ୟାମଳା ହୋଇଉଠେ। ପୃଥିବୀ ପୃଷ୍ଠରେ ବିଭିନ୍ନ ଶସ୍ୟ ରାଶି ଭରପୁର ହୁଏ। ଶସ୍ୟରେ ଭରପୁର କ୍ଷେତକୁ ଦେଖି ମଣିଷ ଚିତ୍ତରେ ଆନନ୍ଦ ସଞ୍ଚାର ହୁଏ। ଏହି ଋତୁରେ ଚାରିଆଡ଼େ ଛତୁଗୁଡ଼ିକ ଛତା ପରି ଫୁଟିଥାଏ। ରାଜାଙ୍କର ମସ୍ତକରେ ପାଟଛତା ଶୋଭା ପାଇଲା ପରି ପୃଥିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ପାଟଛତା ପରି ଶୋଭା ପାଇଥାଏ। ଏସବୁ ଦୃଶ୍ୟ ଦେଖି ସମସ୍ତେ ଆନନ୍ଦରେ ଆତ୍ମହରା ହୋଇଉଠନ୍ତି। ବାସ୍ତବରେ କବିଙ୍କର ଏହି ତୁଳନାତ୍ମକ ବର୍ଣ୍ଣନାଟି ଖୁବ୍ ହୃଦୟସ୍ପର୍ଶୀ ହୋଇପାରିଛି। ତାହେଲେ ପିଲାମାନେ, ମୁଁ ଆଶା କରୁଛି ଏ ତୃତୀୟ ପଦଟିକୁ ତୁମେମାନେ ଭଲ ଭାବରେ ବୁଝିପାରିଲ ଏବଂ ଏହାକୁ କିପରି ଭଲ ଭାବରେ ସରଳ ଭାଷାରେ ବୁଝାଇ ଲେଖିବ ତାହା ମଧ୍ୟ ଜାଣିଲ। ଇଏ ଥିଲା ତୁମର ଗୋଟିଏ ଅଭ୍ୟାସ କାର୍ଯ୍ୟ। ତେବେ ଚାଲ ଦେଖିବା ଅନ୍ୟ ଅଭ୍ୟାସ କାର୍ଯ୍ୟଗୁଡ଼ିକ କ'ଣ ଅଛି। ଏଥିରେ ଆଉ ଗୋଟିଏ ମଧ୍ୟ ଅଭ୍ୟାସ କାର୍ଯ୍ୟ ଅଛି। ଚାଲ ତାକୁ ପଢ଼ିବା, ଜାଣିବା। ଏହି କବିତାରେ ସୂର୍ଯ୍ୟ ଓ ପୃଥିବୀ ଶବ୍ଦ ପାଇଁ ଅନ୍ୟ ଯେଉଁ ସବୁ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି ତାକୁ ଆମେ ଜାଣିବା। କବିତାଟିକୁ ତମେମାନେ ଭଲ ଭାବରେ ପଢ଼ିବ। ଆଉ ଏଥିରୁ ବାଛିବାକୁ ପଡ଼ିବ ଯେ ସୂର୍ଯ୍ୟ ବଦଳରେ ଆମକୁ କବିତାରେ କେଉଁ ଶବ୍ଦର ବ୍ୟବହାର କରାଯାଇଛି ଏବଂ ପୃଥିବୀ ଶବ୍ଦ ପାଇଁ କେଉଁ ଶବ୍ଦର ବ୍ୟବହାର କରାଯାଇଛି। ଚାଲ ଦେଖିବା ଉତ୍ତରଟି କ'ଣ ହେବ। ସୂର୍ଯ୍ୟ। ସୂର୍ଯ୍ୟ ଶବ୍ଦଟିରେ ପାଇଁ ଏହି କବିତାରେ ରବି ଶବ୍ଦଟିକୁ ବ୍ୟବହାର କରାଯାଇଛି। ସେହିପରି ପୃଥିବୀ ପାଇଁ ଏହି କବିତାରେ ମହି ଓ ମଞ୍ଚପୁର ଭଳି ଶବ୍ଦକୁ ବ୍ୟବହାର କରି କବି ପୃଥିବୀକୁ ଶବ୍ଦକୁ ପରିପ୍ରକାଶ କରିଛନ୍ତି। ତାହେଲେ ତମେମାନେ ବୁଝିପାରିଲ ଯେ ଏଠାରେ ସୂର୍ଯ୍ୟ ବଦଳରେ ରବି ଶବ୍ଦର ବ୍ୟବହାର କରାଯାଇଛି ଏବଂ ପୃଥିବୀ ଶବ୍ଦ ବଦଳରେ ମହି ଏବଂ ମଞ୍ଚପୁର ଶବ୍ଦର ବ୍ୟବହାର କରି କବି କବିତାଟିରେ ପରିପ୍ରକାଶ କରିଛନ୍ତି। ଏହାପରେ ଅନ୍ୟ ଏକ ଅଭ୍ୟାସ କାର୍ଯ୍ୟକୁ ଯିବା। ଏହି ଅଭ୍ୟାସ କାର୍ଯ୍ୟଟିକୁ ଦେଖ। ଏଥିରେ ତୁମେ କ'ଣ ଜାଣିବ ଯେ ବରଷା ଶବ୍ଦର ଗଦ୍ୟ ରୂପ ବର୍ଷା। ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକର ଗଦ୍ୟ ରୂପକୁ ତମେମାନେ ଜାଣିବ। ତାହେଲେ ଦେଖିବା କେଉଁ କେଉଁ ଶବ୍ଦ ଦିଆଯାଇଛି। ଯେମିତି ବରଷା ଶବ୍ଦର ଗଦ୍ୟ ରୂପ ବର୍ଷା। ଆଉ କେଉଁ କେଉଁ ଶବ୍ଦକୁ ଆମେ ଜାଣିବା ତାର ଗଦ୍ୟ ରୂପକୁ। ଶବଦ, ଗରଜି, ବରଷି, ଗ୍ରୀଷ୍ମ, ତପତ, ଅଳପ। ତାହେଲେ ଆମକୁ ଏହି 6ଟି ଶବ୍ଦ ଦିଆଯାଇଛି ଯାହାର ଗଦ୍ୟ ରୂପ କ'ଣ ହବ ଆମେ ଜାଣିବା। ଅଳପର ଗଦ୍ୟ ରୂପ ହେଉଛି ଅଳ୍ପ। ଶବଦର ଗଦ୍ୟ ରୂପ ହେଉଛି ଶବ୍ଦ। ଗରଜିର ଗଦ୍ୟ ରୂପ ହେଉଛି ଗର୍ଜି। ବରଷିର ଗଦ୍ୟ ରୂପ ହେଉଛି ବର୍ଷି। ଗ୍ରୀଷ୍ମର ଗଦ୍ୟ ରୂପ ହେଉଛି ଗ୍ରୀଷ୍ମ। ତପତର ଗଦ୍ୟ ରୂପ ହେଉଛି ତପ୍ତ। ତାହେଲେ ମୁଁ ଭାବୁଛି ତମମାନେ ଏବେ ବୁଝିପାରିଲ ପଦ୍ୟ ରୂପରେ ଥିବା ଶବ୍ଦର ଗଦ୍ୟ ରୂପ କ'ଣ ହବ। ଚାଲ ଆଉ ଥରେ ଦେଖିଦେବା।
ଶବଦର ଗଦ୍ୟ ରୂପ ଶବ୍ଦ, ଗରଜିର ଗଦ୍ୟ ରୂପ ଗର୍ଜି, ବରଶୀର ଗଦ୍ୟ ରୂପ ବର୍ଷି, ଗ୍ରୀଷ୍ମର ଗଦ୍ୟ ରୂପ ଗ୍ରୀଷ୍ମ, ତପତର ଗଦ୍ୟ ରୂପ ତପ୍ତ, ଅଳପର ଗଦ୍ୟ ରୂପ ହେଉଛି ଅଳ୍ପ। ତାହେଲେ ପିଲାମାନେ ତମେ ଏହି ଶିକ୍ଷଣ କାର୍ଯ୍ୟଟିକୁ ବୁଝିପାରିଛ? ତେବେ ଚାଲ ଆଉ ଗୋଟେ ଶିକ୍ଷଣ କାର୍ଯ୍ୟକୁ ଯିବା, ଆମେ ଦେଖିବା କ'ଣ ଅଛି। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ସୂଚାଉଥିବା ଶବ୍ଦକୁ ବନ୍ଧନୀ ମଧ୍ୟରୁ ବାଛ। ତାହେଲେ ଦେଖିବା, ତଳେ କିଛି ଶବ୍ଦ ଦିଆଯାଇଛି ଏବଂ ତା ବିପକ୍ଷରେ କିଛି ଅର୍ଥ ମଧ୍ୟ ଦିଆଯାଇଛି। ତେବେ କେଉଁ ଶବ୍ଦର ଅର୍ଥ କ'ଣ ହେବ ତାହା ଜାଣିବା। ମଞ୍ଚପୁର ଶବ୍ଦର ଅର୍ଥ ସ୍ୱର୍ଗପୁର ନା ପାତାଳପୁର ନା ମର୍ତ୍ତପୁର, ତାହା ଆମେ ଜାଣିବା। ଭୁଞ୍ଜନ୍ତିର ଅର୍ଥ ଭୋଜନ କରନ୍ତି, ଭୋଗ କରନ୍ତି ନା ଭରଣ କରନ୍ତି, ତାହା ମଧ୍ୟ ଆମେ ଜାଣିବା। ମଣ୍ଡୁକ ଶବ୍ଦର ଅର୍ଥ ସାପ, ବେଙ୍ଗ ନା ମୟୂର। ସେହିପରି ନିଶାମୁଖ ଶବ୍ଦର ଅର୍ଥ ସକାଳ, ସନ୍ଧ୍ୟାବେଳ ନା ରାତି। ଆମକୁ ଏହି ଶବ୍ଦଗୁଡ଼ିକର ଅର୍ଥ ଦିଆଯାଇଥିବା ଶବ୍ଦ ମଧ୍ୟରୁ ବାଛିକି ସଠିକ୍ ଅର୍ଥଟିକୁ ଲେଖିବାକୁ ପଡ଼ିବ। ତେବେ ଚାଲ ଦେଖିବା ସଠିକ୍ ଉତ୍ତରଟି କ'ଣ ହେବ। ମଞ୍ଚପୁର ଶବ୍ଦର ଅର୍ଥ ହେଉଛି ମର୍ତ୍ତ୍ୟପୁର। ସେହିପରି ଭୁଞ୍ଜନ୍ତିର ଅର୍ଥ ହେଉଛି ଭୋଜନ କରନ୍ତି। ମଣ୍ଡୁକ ଶବ୍ଦର ଅର୍ଥ ହେଉଛି ବେଙ୍ଗ। ନିଶାମୁଖର ଅର୍ଥ ହେଉଛି ସନ୍ଧ୍ୟାବେଳ। ତ ପିଲାମାନେ, ମୁଁ ଆଶା କରୁଛି ତୁମେମାନେ ଏଠି ଯେଉଁ ଶବ୍ଦ ଦିଆଯାଇଛି ତାହାର ଅର୍ଥଗୁଡ଼ିକୁ ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦର ଅର୍ଥଟିକୁ ବାଛି କହିପାରିବ। ତେବେ ଚାଲ ଏହାର ପରବର୍ତ୍ତୀ ଅଭ୍ୟାସ କାର୍ଯ୍ୟକୁ ଆମେ ଦେଖିବା। ପରବର୍ତ୍ତୀ ଅଭ୍ୟାସ କାର୍ଯ୍ୟଟି ହେଉଛି 8କୁ ଯେପରି ଅଷ୍ଟ କୁହାଯାଏ, ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକୁ କ'ଣ କୁହାଯିବ ଜାଣିବା। 8କୁ ଯେପରି ଆମେ ଅଷ୍ଟ କହିଥାଉ, 9କୁ ଆମେ କ'ଣ କହିବା, 7କୁ ଆମେ କ'ଣ କହିବା, 6କୁ ଆମେ କ'ଣ କହିବା, 11କୁ ଆମେ କ'ଣ କହିବା। ଚାଲ ଉତ୍ତରଟିକି ଜାଣିବା। 8କୁ ଯେମିତି ଆମେ ଅଷ୍ଟ କହିବା, 9କୁ ସେମିତି ଆମେ ନବ କହିବା, 7କୁ ଆମେ ସପ୍ତ କହିବା, 6କୁ ଆମେ ଷଷ୍ଠ କହିବା, 11କୁ ଆମେ ଏକାଦଶ କହିବା। ତାହେଲେ ପିଲାମାନେ, ମୁଁ ଆଶା କରୁଛି ତୁମେ ଏହି ଶିକ୍ଷଣ କାର୍ଯ୍ୟଟିକୁ ଭଲ ଭାବରେ ବୁଝିପାରିଲ। ୟା ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ମଧ୍ୟ ତୁମେମାନେ ଦେଇପାରିବ। ବର୍ଷା କବିତାଟିରେ ଏହି ସବୁ ଶିକ୍ଷଣ କାର୍ଯ୍ୟ ବା ଅଭ୍ୟାସ କାର୍ଯ୍ୟ ଦିଆଯାଇଥିଲା, ଯାହାକୁ ଆମେ ଗୋଟେ ପରେ ଗୋଟେ ଦେଖିଲେ, ଆଲୋଚନା କଲେ ଏବଂ ତାର ଉତ୍ତର ମଧ୍ୟ ଜାଣିଲେ। ଏହିପରି ଅଭ୍ୟାସ କାର୍ଯ୍ୟ, ଅନ୍ୟାନ୍ୟ ଅଭ୍ୟାସ କାର୍ଯ୍ୟ ଆମେ ଦେଖିବା, ଜାଣିବା, କିନ୍ତୁ ଆମର ଅନ୍ୟ କ୍ଲାସରେ। ତ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜିର କ୍ଲାସକୁ ଆମେ ଏଇଠି ରଖିବା। ଧନ୍ୟବାଦ।